हेलो फ्रेंड्स आम ए बाहर नुआ एक पिकनिक स्पॉट को आम जा पहुँची देखा केमी कौन जगह अच्छी सेठी भी शुणा मिली भीमंकर पाद चिन्ह भी अच्छी आम जा पहुँची देखा केमी कौन पाद अच्छी आउ केमी कौन भ्यू अच्छी केमी कौन आमर वाटरफॉल भी अच्छी गोटे देखिपे आम भीमकुंड आसी पहुंची गलु। ये हूँ भीमकुंड प्रथम गेट भीमकुंड आम सागे रुह तो देखिए भीमकुंड प्राकृतिक सौंदर्य केमी कौन रही। भीमकुंड मेन एंट्री गेटा देखिपे भीमकुंड मेन एंट्री गेटा भीमकुंड हेलो भाई नमस्कार आम फाइनाली पहुंच गए भीमकुंड रे भीमकुंड किछटा व्यू आपण मानक देखौजी। एला हम श्री श्री कुंडेश्वर नमंकर भगवान मंदिर देखो भीमकुंड दृश्य पवन टा पूरा जबरदस्त सांग मैंने प्राकृतिक सौंदर्य टे देखु एमती आम कौन भ्यू अच्छी देखु भल देखा सांग मैंने वीडियो लास्ट जाए देखो नेचर भ्यू देखु सांग मैंने देखो भीमकुंड किसी दृश्य देखो भाई पानी केचर चलती एपटे सांग मैंने फोटो फोटो उठे पारे आराम से तो छाड़ू ना भितर जाइल ना थर आसलु भितर को भी जाइल फोटो फोटो उठाऊ एवं तो भितर छाड़ू ना छिड़ा है कि फोटो फोटो उठेबे जबरदस्त व्यू आस पूरा मनमुग्ध हो एबे जीवा आमे सामाने आपण माने जदि आसी पिकनिक किंबा फीस्ट करिया पई आपण आसी केठी जगह अछि प्लेस अछि आराम से फीस्ट करि परिबे। समस्त भाई स्वतंत्र गोटे जगह कर दीजिए फैमिली और गेस्ट पाई और फीस्ट करिया पई भी बढ़िया जगह अछि ये आसी आराम से आपण माने फीस्ट करि परिबे। आग को सांग मैंने मकर आसली कम सब हो जाऊँगी आराम से मकर टाइम रे आसतु बुलाबुली करूँ मकर बहुत भिड़ हुए ये भल लोक भी हमें आसती ये चलो ये देखो आप आसी फोटो फोटो उठे पारे ये जगह पूरा सुंदर हो डेभलप कर जगह एपट साइड रे आपण माने आसी फोटो भी उठे पारे से पट आगे आमर वाच टावर अच्छी मैंने देखिपार तो केमी कौन भ्यू अच्छी ये आमर भीम जी थे से गदारे हटेकी
ପାଣି ବାହାର କରିଥିଲେ ଏଇଠି ରହୁଥିଲେ ଭୀମଜୀ। ଆଗରେ ଆମର ଭୀମଙ୍କର ପାଦ ଚିହ୍ନ ଅଛି, ଯାଇ ଦେଖିପାରିବେ। ପାଣି ଟିକେ ଗୋଳିଆ ଅଛି। ଏପଟେ ଆମର ଅଛି ସେଲ୍ଫି ପଏଣ୍ଟ, ଏପଟେ ଅଛି ୱାଚ୍ ଟାୱାର। ପୁରା ମାନେ ଜଙ୍ଗଲର ବିଚ ପୁରା ମଧ୍ୟସ୍ଥିରେ ଆମେ ଏବେ ଯାଉଛୁ। ପୁରା ଦିପଟେ ଦେଖିଥିଲୁ ଘଞ୍ଚ ଜଙ୍ଗଲ ମଝିରେ ଆମେ ଯାଉଛୁ। ପୁରା ଘଞ୍ଚ ଜଙ୍ଗଲ ମଝିରେ ଦେଖିପାରୁ। ଆଗରେ କିଛି ନାହିଁ, ମଝି ସାଇଡରେ ଖାଲି 2 ଜଙ୍ଗଲ। ଆମେ ଯାଉଛୁ ଆଉ ବାଟରେ ପଛପଟେ ଗୋଟେ ବାଘ ସାଇଡରେ ଦେଇକି ଦୌଡ଼ିକି ପଳେଇଲା। ଆମେ ହଠାତ୍ ଆସୁଥିଲୁ ଆଉ ସଡନଲି ଅନେଇତେ ଦୌଡ଼ିକି ପଳେଇଲା। ଆମେ ପଳେଇ ଆସିଲୁ ଗାଡି ନେଇକି। କ୍ୟାମେରା ଆଗରେ ଆସିପାରିଲାନି, ଯେହେତୁ ଆପଣ ଦେଖିପାରିଲେ, ସେଥିପାଇଁ ଦୁଃଖିତ। ଦେଖିପାରୁଥିବେ ଏଇ ସୌନ୍ଦର୍ଯ୍ୟ, ଦେଖିଥିବେ। ଦେଖନ୍ତୁ ସବସ୍କ୍ରାଇବ ଲାଇକ୍ କଲେ ଆହୁରି ଟିକେ ମନ ଆମର ଉତ୍ଫୁଲ୍ଲିତ ହୋଇକି ଆହୁରି ଭଲ ଦୃଶ୍ୟ ଆପଣଙ୍କୁ ଦେଖାନ୍ତୁ। ଆପଣ ଯଦି ଟିକେ ସପୋର୍ଟ କରିଦିଅନ୍ତେ, ଆପଣଙ୍କ ଉପରେ ଆଶା ବିଶ୍ୱାସ ଅଛି ଟିକେ ସପୋର୍ଟ କରିବେ ବୋଲି। ତାହେଲେ ମୁଁ ହାରିଯିବି ଆଜ୍ଞା, ଯଦି ଆପଣ ସପୋର୍ଟ ନ କରିବେ ମୁଁ ଆଜ୍ଞା ହାରିଯିବି। ହାତୀ ଏ ବାଟେ ଯାଉଥିଲା, ହାତୀ ଚାଲ ଏଇ ବାଟେ ଯାଉଥିଲା, ନାଇଁ ଚାଲ ଏଇ ବାଟେ। ଜଙ୍ଗଲ ଭିତରେ ଫରେଷ୍ଟ ଡିପାର୍ଟମେଣ୍ଟଟା। ମାଉସୀ ନାତୁଲ ପୁଅ ଏଇଠି ଚାକିରି କରିଛି, ଦେଖିପାରୁଥିବେ। ଆପଣଙ୍କୁ ଏମିତି ଏକ ଦୃଶ୍ୟ ଦେଖେଇବୁ ଆପଣ ଜୀବନରେ କେବେ ଦେଖିନାହାନ୍ତି। ଚଢି ସାଙ୍ଗମାନେ ଆମେ ଏବେ ପହଞ୍ଚିଗଲୁ ୱାଚ୍ ଟାୱାର ପାଖରେ, ଭୀମକୁଣ୍ଡର ଏପଟ ସାଇଡ୍। କେମିତି କ'ଣ ଭ୍ୟୁ ଅଛି ଆପଣମାନଙ୍କୁ ଭିତରକୁ ଯାଇକି ଦେଖାଉଛୁ। ଏଠି ପୁଣି ଭିତରୁ ଟିକେ ଏଇପଟ ସାଇଡ୍ରେ ଅର୍ଜୁନ ହାତ ଦେଖେଇଛନ୍ତି। ଏଇପଟ ସାଇଡ୍ ଭୀମ ଯାଇଥିଲେ ବୋଲି ତାଙ୍କର ଭୀମଙ୍କର ପାଦ ଚିହ୍ନ ଏପଟ ସାଇଡ୍ରେ ପଡ଼ିଛି। ଆମେ ତ ଯାଇପାରିଲୁ, ଯାଇଥିଲେ ଦେଖେଇଥାନ୍ତୁ ଆଉ। ଏଇଠି ଆମେ ଟିକେଟ୍ କାଟିଦେଲୁ। ଆମର ମୟୂରଭଞ୍ଜ ଡିଷ୍ଟ୍ରିକ୍ଟ ବୃହତ ମାନେ ଟାୱାର ସେଟା, ସେ ଖୁଣ୍ଟି ଉପରକୁ ଆମେ ଚଢ଼ିବୁ ବର୍ତ୍ତମାନ। ଦେଖିବେ ବର୍ତ୍ତମାନ ଯାଉଛୁ ଏ ବାଟେ, ଭିତର ବାଟେ ଦେଇକି ଦେଖିବ। ଆଉ ଯେଉଁ ଖୁଣ୍ଟିଟା ଦେଖୁଛନ୍ତି ସବୁ ବୃହତ ମୟୂରଭଞ୍ଜର ୱାଚ୍ ଟାୱାର କୁହାଯାଏ। ସେଟା ଆମର ପୁରାତନ ଯୁଗରେ ଯେତେବେଳେ ଟାଇମ୍ ଘଡ଼ି ନଥିଲା, ସେତେବେଳେ ଏଇଟାକୁ ଦେଖି ହିଁ ସମୟ ଜାଣୁଥିଲେ ଅର୍ଜୁନ ଆଉ ଭୀମ, ତା ଦାଦା ପୁଅ ଭାଇ। ଦେଖିପାରୁଥିବେ, ଇଏ ଦେଖୁଥିବେ ମାନେ ଜଙ୍ଗଲ ମଝିରେ ଏଇଟା ଆମର। ଏଠି ଗୋଟେ ମୁଭି ବି ସୁଟିଂ ହେଇଥିଲା, ସେ ଆମର ଓଡ଼ିଆ ମୁଭି। ସିଦ୍ଧାନ୍ତ ମହାପାତ୍ର ଆସିକି ଏଇଠି ଡ୍ୟାନ୍ସ ହେଇଥିଲା, ଜ୍ୟୋତି ହିରୋଇନ ଆଉ ସିଦ୍ଧାନ୍ତ ମହାପାତ୍ର। ଏଠି ଗୋଟେ ଫିଲ୍ମ ସୁଟିଂ ହେଇଥିଲା, ଦେଖିପାରୁଥିବେ। ଆଉ ଯଦି ଆପଣ ଚାହାନ୍ତି ଆସିବା ଲାଗି ଆମକୁ କଣ୍ଟାକ୍ଟ କରିବେ ଆଉ। ଫାଇନାଲି ଆସିକି ଆମେ ସର୍ବ ଉପରେ ପହଞ୍ଚିଗଲୁ। ଦେଖିପାରୁଥିବେ ଚାରିପଟର ଭ୍ୟୁ, ଦେଖିପାରୁଥିବେ। ମିଷ୍ଟର ଜେପି ଇଏ ଦେଖୁଛନ୍ତି ମିଷ୍ଟର ଜେପି ରାଉତ, ଦେଖନ୍ତୁ ଚାରିପଟ ଭ୍ୟୁ ଦେଖନ୍ତୁ। ମାନେ ଚାରି ଦିଗରୁ ପାଣି ଆସି ଗୋଟେ ଜାଗାରେ ଜଏଣ୍ଟ ହଉଛି। ଦେଖିପାରୁଥିବେ ଏପଟ ନାଳ ଗୋଟେ, ସେଠି ଗୋଟେ ନାଳ, ଆଉ ସେପଟେ ଗୋଟେ ନାଳ ଅଛି। ଦେଖିପାରୁଥିବେ। ଏଇଭଳିଆ ଭ୍ୟୁ ଦେଖିବା ପାଇଁ ଚ୍ୟାନେଲକୁ ପ୍ଲିଜ ଟିକେ ସପୋର୍ଟ କରନ୍ତୁ।
ଯେତିକି ପ୍ରାକୃତିକ ସୌନ୍ଦର୍ଯ୍ୟ ଅଛି ଆମ ଓଡ଼ିଶା ଭିତରେ ସବୁ କଭର କରିବୁ। ଆପଣ ଟିକେ ଖାଲି ସପୋର୍ଟ କଲେ ଆମେ ସବୁ କଭର କରିବୁ। ଦେଖିପାରୁଥିବେ ଆମେ ସେଇ ଯୋଉ ଦେଖଉଛି ସେଠୁ ଆମେ ଆସିଲେ ହାଇପୋର୍ଟରୁ ଏବେ ଏଠିକି ଆସିଲେ।